କାହାକୁ ଖାତିର ନ କରି ଭରା ନଦୀରୁ ମାଫିଆ କରୁଥିଲେ ବାଲି ଲୁଟ୍। ବେଆଇନ ଭାବେ ନିଲାମ ନ ଥାଇ ଘାଟରୁ ବାଲି ଉତ୍ତୋଳନ କରି ରାଜସ୍ୱ ହେଉଥିଲା ହାନି। ଅଭିଯୋଗ ହେବା ପରେ ବେଆଇନ ବାଲିଘାଟରେ ପହଞ୍ଚି ମାଇନିଂ ବିଭାଗ ଏବଂ ତହସିଲଦାର ବାଲିଘାଟ ରାସ୍ତାକୁ କାଟି ଦେଇଛନ୍ତି। ଉଦଳା ତହସିଲ ଅଧୀନ ରାଇଦାଣ୍ଡିଆ ଠାରେ ସନ ନଦୀରେ ବେଆଇନ ବାଲିଘାଟକୁ ବାଲି ଉତ୍ତୋଳନ ହେଉଥିବା ବେଳେ ଆଜି ଉଦଳା ତହସିଲଦାରଙ୍କ ସମେତ ଉଦଳା ପୋଲିସ ଓ ମାଇନିଂ ବିଭାଗ ଅଧିକାରୀ ମିଳିତ ଭାବେ ଘାଟରେ ଚଢ଼ାଉ କରି ନଦୀରୁ ବାହାରିଥିବା ରାସ୍ତାକୁ ଜେସିବି ସହାୟତାରେ କାଟି ଦେଇଛନ୍ତି। ଉକ୍ତ ରାସ୍ତା ଦେଇ ବାଲି ଚାଲାଣ ହେଉଥିବାରୁ ତାହା ଉପରେ ରୋକ ଲଗାଇବା ପାଇଁ ଏଭଳି କରାଯାଇଥିବା କହିଛନ୍ତି ମାଇନିଂ ଅଧିକାରୀ। ବାଲି ଇଲିଗାଲ ଉତ୍ତୋଳନ ହେଉଛି ବୋଲି ଆମେ ଲିଖିତ ଅଭିଯୋଗ ପାଇଥିଲୁ ଏବଂ ତାର ଇନକ୍ୱାରି ପାଇଁ ଆମେ ତହସିଲଦାର ମ୍ୟାଡ଼ାମ ଏବଂ ଆଇଆଇସି ଆସିଥିଲୁ ଏବଂ ଆମେ ଡିସାଇଡ଼ କଲୁ ଯେ ଘାଟକୁ ମାନେ ଯେଉଁ ଏପ୍ରୋଚ୍ ରୋଡ଼ ଅଛି ତାକୁ କଟିଂ କରିକି ଜେସିବି ମଇ କଟିଂ କଲୁ, ଫଳରେ ଇଲିଗାଲ ମାଇନିଂ ଏମିତି ହେଇପାରିବନି, ଟ୍ରାନ୍ସପୋର୍ଟିଂ ହେଇପାରିବନି, ସେଥିପାଇଁ ପଦକ୍ଷେପ ନେଲୁ। ତେବେ ତ ଆମେ ଦେଖୁଛୁ ବାଲି ଲିଫ୍ଟିଂ ହେବାର ସିମ୍ପଟମ୍ ପାଉଛୁ। ଆଉ ସେଗୁଡ଼ା ଆଉ ଆମେ ଦେଖିନୁ, ସେମାନେ ତ ରାତିରେ କରନ୍ତି। ଆମେ ଯେତେଥର ଆସୁଛୁ ପାଇନୁ ଗାଡ଼ି, ଆମେ ରାତିରେ କରନ୍ତି, ଲେଟ୍ ନାଇଟ୍ରେ। ଆମେ ଏଠି गोटे इलिगल माइनिंग पे गोटे पिटिशन आपणकर थिला माइनिंग ऑफिसर रिक्विजिशन देते आकम्पानी करने कि से इनक्वारी कि आ रिलेटेड काम पे आम आसटा आम रिपोर्ट फाइनल आम सब इनक्वारी कर सारा पर ही जन देखो इलिगल माइनिंग जेहेतु थिला आपणकर आलिगेशनटा जहाँफल आपणकर इलिगल लिफ्टिंग टाको प्रिवेंट करने कि माइनिंग ऑफिसर लगे कर। ब्यूरो रिपोर्ट, स्पॉटलाइट इंडिया।